ଆଜି ଆମେ ପ୍ରଥମ ଅଧ୍ୟାୟର ତୃତୀୟ ପାଠ ପଢ଼ିବା। ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବର ଅଭ୍ୟାସ ପ୍ରଶ୍ନପତ୍ର ସବୁ କରିବା। 1 ନମ୍ବର ଆମର ଲଙ୍ଗ କୋଶ୍ଚିନ୍ 60 କ'ଣ ଶବ୍ଦରେ ଉତ୍ତର ଦେବା। କରେ ପଚାରିଛି ଆମକୁ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ସମ୍ପର୍କରେ ବର୍ଣ୍ଣନା କର। ତାହେଲେ ପ୍ରଥମେ ଦାଣ୍ଡି ଯାତ୍ରା ସମ୍ପର୍କରେ କରେ ପଚାରିଲା। ତାହେଲେ ଦାଣ୍ଡି ଯାତ୍ରା ପିଲାମାନେ 1930 ମସିହା ମାର୍ଚ୍ଚ 12 ତାରିଖରେ ଗାନ୍ଧୀଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରି ସାବରମତୀ ଆଶ୍ରମଠାରୁ ବାହାରି 241 ମାଇଲ ଦୂର ଦାଣ୍ଡି ନାମକ ସ୍ଥାନକୁ 78 ଜଣ କଂଗ୍ରେସ କର୍ମୀଙ୍କ ସହ ଲବଣ ଆଇନ ଭଙ୍ଗ କରିବା ପାଇଁ ଯାତ୍ରା କରିଥିଲେ। ବୁଝିଲା? କେଉଁଦିନ? 1930 ମସିହା ମାର୍ଚ୍ଚ 12 ତାରିଖରେ। କେଉଁଠୁ ଆରମ୍ଭ ହୋଇଥିଲେ ମନେ ରଖିଥାଅ? ସାବରମତୀ ଆଶ୍ରମରୁ ଦାଣ୍ଡି। ସେ ହେଉଛି ଟୋଟାଲ 241 ଜଣ। 241 ମାଇଲ ଟୋଟାଲ ଯାଇଥିଲେ କଂଗ୍ରେସ କର୍ମୀ 78 ଜଣ। ଏହି ଯାତ୍ରା ପଥରେ ବିଭିନ୍ନ ସ୍ଥାନରେ ପୁରୁଷ ମହିଳା ନିର୍ବିଶେଷରେ ଅନେକ ନେତା ଓ ସାଧାରଣ ଜନତା ଗାନ୍ଧୀଜୀଙ୍କୁ ସମ୍ବୋଧିତ କରିଥିଲେ ଓ ତାଙ୍କ ସହିତ ଯୋଗ ଦେଇଥିଲେ। ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କର ପଦଯାତ୍ରା, ଏହି ଐତିହାସିକ ପଦଯାତ୍ରାକୁ ଦାଣ୍ଡି ଯାତ୍ରା ବୋଲି କୁହାଯାଏ। ଆଉ କ'ଣ ହେଇଥିଲା ଏଠାରେ? 1930 ମସିହା ଏପ୍ରିଲ 6 ତାରିଖ ସକାଳେ ଗାନ୍ଧୀଜୀ ଲୁଣ ମାରିବା ଉଦ୍ଦେଶ୍ୟରେ ଦାଣ୍ଡି ସମୁଦ୍ର ଉପକୂଳଠାରେ ମୁଠାଏ ବାଲି ଉଠାଇଲେ। ଏହାଦ୍ୱାରା କ'ଣ ହେଲା? ଇଂରେଜ ସରକାରଙ୍କ ପ୍ରଚଳିତ ଲବଣ ଆଇନ ଭଙ୍ଗ ହେଲା ଓ ସମଗ୍ର ଦେଶବାସୀଙ୍କୁ ଆଇନ ଅମାନ୍ୟ ଆନ୍ଦୋଳନର ସଂକେତ ପ୍ରଦାନ କରାଗଲା। ତାପରେ ଖରେ ଆମକୁ ପଚାରିଲା ଆଇନ ଅମାନ୍ୟ ଆନ୍ଦୋଳନ କାର୍ଯ୍ୟକ୍ରମ କ'ଣ ଥିଲା ଏବଂ ଏହା କେବେ ଘୋଷଣା ହେଇଥିଲା? ପିଲାମାନେ କେବେ ଘୋଷଣା ହେଇଥିଲା? 1930 ମସିହା ଏପ୍ରିଲ 9 ତାରିଖରେ ଘୋଷଣା ହେଇଥିଲା। ୟାର କ'ଣ କ'ଣ କାର୍ଯ୍ୟମାନ ଗ୍ରହଣ କରାଯାଇଥିଲା? ଲବଣ ଆଇନ ଭଙ୍ଗ କରି ଲବଣ ତିଆରି କରାଯିବ, ମଦ ଦୋକାନ, ଅଫିମ ବିକ୍ରୟ ସ୍ଥାନ ଓ ବିଦେଶୀ ଲୁଗା ବ୍ୟବସାୟୀଙ୍କ ଦୋକାନ ଆଗରେ ସତ୍ୟାଗ୍ରହ କରାଯିବ ଓ ଯୁବକଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚରଖାରେ ସୂତା କାଟିବେ। ଆଉ କ'ଣ ହେଇଥିଲା? ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରାଯିବ ଓ ଅସ୍ପୃଶ୍ୟତା ବର୍ଜନ କରାଯିବ ଏବଂ ଛାତ୍ରମାନେ ସରକାରୀ ସ୍କୁଲ ଓ କଲେଜ ପରିତ୍ୟାଗ କରିବେ। ସରକାରୀ କର୍ମଚାରୀମାନେ ଚାକିରିରୁ ଇସ୍ତଫା ଦେବେ ଏବଂ ଓକିଲମାନେ ଆଇନ ବ୍ୟବସାୟ ତ୍ୟାଗ କରିବେ ଓ ଏହି ସମସ୍ତ କାର୍ଯ୍ୟକ୍ରମ ସତ୍ୟ ଏବଂ ଅହିଂସାତ୍ମକ ପନ୍ଥାରେ ସମ୍ପାଦିତ ହେବ। ତାପରେ ଗରେ ଗାନ୍ଧୀ ଇରୱିନ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା ଏବଂ ଏହାର ଫଳାଫଳ କ'ଣ ଥିଲା? ପିଲାମାନେ 1931 ମସିହା ମାର୍ଚ୍ଚ 5 ତାରିଖରେ ଗାନ୍ଧୀ ଇରୱିନ ଚୁକ୍ତି ସମ୍ପାଦିତ ହୋଇଥିଲା। ଏହି ଚୁକ୍ତି କ'ଣ ପାଇଁ ହେଇଥିଲା? ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ଆଇନ ପ୍ରତ୍ୟାହାର କରିଥିଲେ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ। ସରକାର ସରକାରୀ କର୍ମଚାରୀମାନଙ୍କ କ'ଣ ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ଫେରସ୍ତ କରିଥିଲେ ଏବଂ ଇସ୍ତଫା ଦେଇଥିବା କର୍ମଚାରୀ ପ୍ରତି କୋହଳ ନୀତି ଗ୍ରହଣ କରିଥିଲେ। ବୁଝିଲା? ଆଉ କ'ଣ ହେଇଥିଲା? ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକର ଅଧିବାସୀଙ୍କୁ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବାର ଅଧିକାର ଦିଆଗଲା ଏବଂ ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ତଥା ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗ ଦେବା ପାଇଁ ସମ୍ମତି ମଧ୍ୟ ପ୍ରଦାନ ହେଇଥିଲା। ତାପରେ ଘରେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ବର୍ଣ୍ଣନା କର। ପିଲାମାନେ ସବୁ ଲଙ୍ଗ କୋଶ୍ଚିନ୍ ପଡ଼ିବ। ଓଡ଼ିଶାରେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଦାଣ୍ଡି ଲବଣ ଆଇନ ଭଙ୍ଗ କରିବା ଦିନ ଓଡ଼ିଶାର 21 ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ କଟକ ସ୍ୱରାଜ ଆଶ୍ରମରୁ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ଏପ୍ରିଲ 8ରେ ସେ କ'ଣ କରିଥିଲେ? ଚାନ୍ଦୋଳଠାରେ ଗୋପବନ୍ଧୁ ଚୌଧୁରୀ ଗିରଫ ହେବା ପରେ ଆଚାର୍ଯ୍ୟ ହରିହର ପଦଯାତ୍ରାର ନେତୃତ୍ୱ ନେଇ 1930 ମସିହା ଏପ୍ରିଲ 12 ତାରିଖରେ ଇଞ୍ଚୁଡ଼ିଠାରେ ପହଞ୍ଚିଲେ। ଏହି ଇଞ୍ଚୁଡ଼ି ପଦଯାତ୍ରାରେ ରମାଦେବୀ, ମାଳତୀ ଦେବୀ, କୋକିଳା ଦେବୀ, ଜାହ୍ନବୀ ଦେବୀ ଓ ସୁଭଦ୍ରା ମହତାବ ଆଦି ନାରୀ ନେତ୍ରୀ ମଧ୍ୟ ଯୋଗ ଦେଇଥିଲେ। ଏପ୍ରିଲ 13 ତାରିଖରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କଲେ ଓ 7 ନିଜର କର୍ମୀଙ୍କ ସହ ଗିରଫ ହୋଇଥିଲେ। ଏହି ପ୍ରସଙ୍ଗରେ କୁହାଯାଇଥାଏ ଯେ ଇଞ୍ଚୁଡ଼ି ହେଉଛି ଦ୍ୱିତୀୟ ଦାଣ୍ଡି। ତାପରେ ରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଓଡ଼ିଶାର ଶ୍ରୀଜଙ୍ଗ ଗ୍ରାମରେ ସଂଗଠିତ କର ବିରୋଧୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କର। ତାହେଲେ ଆଇନ ଅମାନ୍ୟ ଆନ୍ଦୋଳନରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ଚୌକିଦାରୀ କରର ବିରୋଧ। ଇଞ୍ଚୁଡ଼ି ନିକଟସ୍ଥ ଶ୍ରୀଜଙ୍ଗଠାରେ ହେଲା
ଅଞ୍ଚଳରେ ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ନେତୃତ୍ୱରେ 1931 ମସିହା ମେ ମାସରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ଏହି ଆନ୍ଦୋଳନରେ ଚୌକିଦାରୀ ତଥା ଦଫାଦାରମାନଙ୍କୁ ଇଂରେଜ ସରକାର ଗୋଲାମୀ ନ କରିବା ପାଇଁ କୁହାଗଲା। ଏଥିରେ ଉଦ୍ବୁଦ୍ଧ ହୋଇ କେତେକ ଚୌକିଦାର ଚାକିରିରୁ ଇସ୍ତଫା ମଧ୍ୟ ଦେଲେ। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ କେତେକ ନେତାଙ୍କୁ ଗିରଫ କଲା ପରେ ଗ୍ରାମବାସୀମାନେ ପୋଲିସ ବାହିନୀକୁ ମାରଧର କରିବାରୁ 54 ଜଣ ବ୍ୟକ୍ତିଙ୍କୁ ଗିରଫ କରାଗଲା। ସେଠାରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସମ୍ପତ୍ତି ଲୁଟ୍ ସହିତ ଗ୍ରାମବାସୀଙ୍କ ଉପରେ 6,000 ଟଙ୍କାର ଶାସ୍ତିମୂଳକ କରଭାର ଲଦି ଦିଆଯାଇଥିଲା। ହେଲା ପିଲାମାନେ, ଏତେ ବି ସହଜ ନଥିଲା କ'ଣ ଭାରତ ସ୍ୱାଧୀନ ହେବା ପାଇଁ। ସେ ଯେଉଁମାନେ କ'ଣ ଏହା ପାଇଁ ବଳି ଦେଇଛନ୍ତି, ତାଙ୍କ ନିଜ ଜୀବନ ହେଉ ଯାହା ବି କିଛି ହେଉ, ତାଙ୍କୁ ସେଥିପାଇଁ ଭାରତର ଇତିହାସ ସବୁଦିନ ପାଇଁ ମନେ ରଖିବ। ତାପରେ 2 ନମ୍ବର ଆମେ କରିବା। ଆମର 2 ନମ୍ବର ହେଉଛି କ'ଣ 2 ମାର୍କିଆ ପଡ଼ିବ। ଜାତୀୟ କଂଗ୍ରେସ କାହିଁକି ସାଇମନ କମିଶନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲା? ପିଲାମାନେ, ସାଇମନ କମିଶନରେ 7 ଜଣ ସଦସ୍ୟ ଥିଲେ, ମାତ୍ର ସେଥିରେ ଜଣେ ହେଲେ ବି ଭାରତୀୟ ନଥିଲେ। ଏହା ସମସ୍ତ ଭାରତୀୟଙ୍କୁ ଅପମାନଜନକ ବୋଧ ହେଲା। ତେଣୁ ଜାତୀୟ କଂଗ୍ରେସ ଏହି କମିଶନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଖରେ କ'ଣ ଦେଲା? ଭାରତୀୟ ଜାତୀୟ କଂଗ୍ରେସର 1929 ମସିହାରେ ଲାହୋର ଅଧିବେଶନ କାହିଁକି ଗୁରୁତ୍ୱପୂର୍ଣ୍ଣ? ପିଲାମାନେ, 1929 ମସିହାର ଲାହୋର କଂଗ୍ରେସ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ଗୃହୀତ ହୋଇଥିଲା, ଯଥା ପୂର୍ଣ୍ଣ ସ୍ୱରାଜ୍ୟ ପ୍ରସ୍ତାବ, 1930 ମସିହା ଜାନୁଆରୀ 26 ତାରିଖକୁ ଭାରତର ପ୍ରଥମ ସ୍ୱାଧୀନତା ଦିବସ ଭାବେ ପାଳନ କରିବା ଇତ୍ୟାଦି ନିଷ୍ପତ୍ତି ମଧ୍ୟ ହୋଇଥିଲା। ଏହି ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗରେ କ'ଣ ଗାନ୍ଧିଜୀ କାହିଁକି ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଇଥିଲେ? ଗାନ୍ଧିଜୀ 11 ଦଫା ସମ୍ବଳିତ ଏକ ଶାସନ ସଂସ୍କାର ଚିଠା ପ୍ରସ୍ତୁତ କରି ଇଂରେଜ ସରକାରଙ୍କ ଆଗରେ ଉପସ୍ଥାପନ କରିଥିଲେ ଓ ଏହାକୁ ଗ୍ରହଣ ନ କଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଜଣାଇଥିଲେ। ମାତ୍ର ବଟଲାଟ ଲର୍ଡ ଇରୱିନ୍ ଗାନ୍ଧିଜୀଙ୍କର ପ୍ରସ୍ତାବକୁ ଗ୍ରହଣ ନ କରିବାକୁ 1930 ମସିହାରେ ଗାନ୍ଧୀ ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଇଥିଲେ। ଘରେ ବ୍ରିଟିଶ ସରକାର କେବେ ଓ କାହିଁକି ପ୍ରଥମ ଗୋଲ ଟେବୁଲ ବୈଠକ ଡକାଇଥିଲେ? ବ୍ରିଟିଶ ସରକାର ଅନୁଭବ କଲେ ଯେ ଶକ୍ତି ପ୍ରୟୋଗ ଦ୍ୱାରା ଭାରତର ଆନ୍ଦୋଳନକୁ ଦମନ କରିବା ଅସମ୍ଭବ। ତେଣୁ ଭାରତର ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ପାଇଁ ବ୍ରିଟିଶ ସରକାର 1923 ମସିହାରେ ପ୍ରଥମ ଗୋଲ ଟେବୁଲ ବୈଠକ ଡକାଇଥିଲେ। ରେ ପଚାରିଛି ଆମକୁ ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ମହାତ୍ମା ଗାନ୍ଧୀ କାହିଁକି ଅସନ୍ତୋଷ ପ୍ରକାଶ କଲେ? ପିଲାମାନେ, ଏଥିରେ ଭାରତୀୟମାନଙ୍କର ଦାବିକୁ ଉପେକ୍ଷା କରାଯାଇ ହିନ୍ଦୁ, ମୁସଲମାନ ଓ ହରିଜନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀର ବ୍ୟବସ୍ଥା କରାଗଲା, ସମସ୍ତଙ୍କ ପାଇଁ ଅଲଗା। ତେଣୁ ଏଥିରେ ଗାନ୍ଧୀ ଅସନ୍ତୋଷ ପ୍ରକାଶିତ କରିଥିଲେ। ଗାନ୍ଧୀ ସବୁବେଳେ ଚାହୁଁଥିଲେ ଭାରତୀୟ ଏକ ହେଇକି ରୁହନ୍ତୁ, ହିନ୍ଦୁ ମୁସଲିମ ସମସ୍ତେ ସମାନ। ଚରେ ଗାନ୍ଧିଜୀ କାହିଁକି ସ୍ଥଗିତ ଥିବା ଆଇନ ଅମାନ୍ୟ ଆନ୍ଦୋଳନ ପୁନରାରମ୍ଭ କଲେ? ପିଲାମାନେ, 1931 ମସିହା ଏପ୍ରିଲ ମାସରେ ଲର୍ଡ ୱେଲିଙ୍ଗଟନ୍ ଭାରତର ଭାଇସରୟ ହେବା ପରେ ଗାନ୍ଧୀ ଇରୱିନ୍ ଚୁକ୍ତିର କେତେକ ବ୍ୟବସ୍ଥାକୁ ଉପେକ୍ଷା କଲେ ଏବଂ ଭାରତର ସ୍ୱାଧୀନତା ଆନ୍ଦୋଳନ ପ୍ରତି କଠୋର ନୀତି ଅବଲମ୍ବନ କଲେ। ଏହି ଦମନମୂଳକ ଅଧ୍ୟାଦେଶ ପ୍ରତ୍ୟାହାର କରିବା ଏବଂ ପୂର୍ଣ୍ଣ ସ୍ୱରାଜ୍ୟ ହାସଲ ଦିଗରେ ଆନ୍ଦୋଳନ କରିବା ପାଇଁ ଗାନ୍ଧିଜୀଙ୍କର ଅନୁରୋଧକୁ ୱେଲିଙ୍ଗଟନ୍ ପ୍ରତ୍ୟାଖ୍ୟାନ କରିବାରୁ ଗାନ୍ଧୀ ସ୍ଥଗିତ ଥିବା ଆଇନ ଅମାନ୍ୟ ଆନ୍ଦୋଳନକୁ ଆରମ୍ଭ କରିଥିଲେ। 6ରେ ଆମକୁ ପଚାରିଛି 1933 ମେ ମାସରେ ଗାନ୍ଧିଜୀ କାହିଁକି 21 ଦିନିଆ ଅନଶନ ଆରମ୍ଭ କରିଥିଲେ? 1933 ମେ ମାସରେ ହରିଜନ ସମସ୍ୟା ଉପରେ ଗୁରୁତ୍ୱ ଦେବା ପାଇଁ ଓ ସହଯୋଗୀମାନଙ୍କର ମନର ଶୁଦ୍ଧିକରଣ ପାଇଁ ଗାନ୍ଧିଜୀ 21 ଦିନିଆ ଅନଶନ ଘୋଷଣା କରିଥିଲେ। ରେ ଦ୍ୱିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନ କେବେ ସ୍ଥଗିତ ରଖାଗଲା ଏବଂ କେବେ ପ୍ରତ୍ୟାହୃତ ହେଲା? ଇଏ ହେଲା 1933 ମସିହା ମେ ମାସରେ ସ୍ଥଗିତ ରଖାଯାଇଥିଲା। ଏହି ଆନ୍ଦୋଳନକୁ 1934 ମସିହା ଏପ୍ରିଲ ମାସରେ ଔପଚାରିକ ଭାବେ ପ୍ରତ୍ୟାହାର କରାଗଲା। ରେ ଆମକୁ ପଚାରିଛି କୁଜଙ୍ଗଠାରେ ସତ୍ୟାଗ୍ରହରେ କେଉଁମାନେ ନେତୃତ୍ୱ ନେଇଥିଲେ? ସେଟା ନାରାୟଣ ବୀରବର ସାମନ୍ତ, ରମାଦେବୀ ଓ ମାଳତୀ ଦେବୀ ନେତୃତ୍ୱ ନେଇଥିଲେ। ଏମାନଙ୍କ ବ୍ୟତୀତ ରାଣୀ ଭାଗ୍ୟବତୀ ପାଟମହାଦେଇ ମଧ୍ୟ ଏହି ଆନ୍ଦୋଳନରେ ଯୋଗଦାନ କରିଥିଲେ। ତାପରେ ରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବାନର ସେନାର ଭୂମିକା କ'ଣ ଥିଲା?
ସମୟରେ 16 ବର୍ଷରୁ କମ୍ ବୟସ୍କ ପିଲାମାନେ ସତ୍ୟାଗ୍ରହୀ ରୂପେ କାର୍ଯ୍ୟ କରିଥିଲେ ସେମାନଙ୍କୁ ବାନର ସେନା କୁହାଯାଉଥିଲା। ଆଇନ ଅମାନ୍ୟ ଏହି ବାନର ସେନାର ପିଲାମାନେ ଲୁଗା ଦୋକାନ ମଦ ଦୋକାନ ଆଗରେ ଧାରଣା ଦେବା ଓ ପ୍ରଚାରପତ୍ର ବାଣ୍ଟିବା କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ପୋଲିସର ବେତମାଡ଼ ମଧ୍ୟ ଖାଉଥିଲେ। 3 ନମ୍ବର ପିଲାମାନେ ଆମର ସର୍ଟ କୋଶ୍ଚିନ୍ ଆସିବ। ସାଇମନ କମିଶନ କାହିଁକି ଭାରତ ଆସିଥିଲେ? ସେଟା 1919 ଭାରତ ଶାସନ ଆଇନର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ପାଇଁ ସାଇମନ କମିଶନ ଭାରତ ଆସିଥିଲେ। ସାଇମନ କମିଶନ କେଉଁ ଦିନ ଭାରତରେ ପହଞ୍ଚିଲେ? ସେଟା 1928 ମସିହା ଫେବୃଆରୀ 3 ତାରିଖ ଦିନ ଭାରତରେ ପହଞ୍ଚିଲେ। ଗରେ 1929 ମସିହା କେଉଁ ତାରିଖରେ ଲାହୋରଠାରେ ସ୍ୱାଧୀନତା ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା? ଡିସେମ୍ବର 31 ତାରିଖରେ। ଘରେ କେଉଁଠାରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ? ସେଟା ମହାରାଷ୍ଟ୍ରରେ। ରେ ଖୁଦାଇ ଖୁମତଗାରର ପ୍ରତିଷ୍ଠାତା କିଏ? ସେଟା ଖାନ ଅବଦୁଲ ଗଫର ଖାନ। ତାପରେ ରେ ଦ୍ୱିତୀୟ ଗୋଲଟେବୁଲ ବୈଠକ କେବେଠାରୁ କେବେ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା? ସେଟା 1931 ମସିହା ସେପ୍ଟେମ୍ବର 7 ତାରିଖରୁ ଡିସେମ୍ବର 1931 ମସିହା ଡିସେମ୍ବର 1 ତାରିଖ ଲଣ୍ଡନଠାରେ ଅନୁଷ୍ଠିତ ହୋଇଥିଲା। ତାପରେ ରେ କୁଜଙ୍ଗଠାରେ କେବେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା? ସେଟା 1930 ମସିହା ମେ 8 ତାରିଖରେ ଆରମ୍ଭ ହୋଇଥିଲା। ତାପରେ ରେ ପିଲାମାନେ ଏଟା କ ନୁହଁ ଜ। କିଏ ପୁରୀ ଜିଲ୍ଲାର ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ? ଥିଲା ପଣ୍ଡିତ ନୀଳକଣ୍ଠ ଦାସ ଓ ଜଗନ୍ନାଥ ରଥ। ତାପରେ ରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି କେଉଁ 2 ଜଣ ନାରୀ ନେତ୍ରୀ ବେତ୍ରାଘାତର ଶିକାର ହୋଇଥିଲେ? କେଉଁ 2 ଜଣ? ହେଲା ନାରୀ ନେତ୍ରୀ ରମା ଦେବୀ ଓ ସାରଳା ଦେବୀ ବେତ୍ରାଘାତର ଶିକାର ହୋଇଥିଲେ। ତାପରେ ରେ ଆମକୁ ପଚାରିଛି ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ଓଡ଼ିଶାର କେଉଁ ସମ୍ବାଦପତ୍ର ଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିଲା? ସେଟା ସମାଜ, ପ୍ରଜାତନ୍ତ୍ର ଓ ଆଶା ଉପରେ। 4 ନମ୍ବର ଆମକୁ ଦେଇଛି 1 ମାରିକି 4 ନମ୍ବର ଆସିବ ହେଲା। କରେ ପଚାରିଲା ସାଇମନ କମିଶନ ଭାରତର କେଉଁ ସହରରେ ପହଞ୍ଚିଲା? ସେଟା ଭାରତର ମୁମ୍ବାଇ ସହରରେ ପହଞ୍ଚିଲା। ତାପରେ ରେ ଲକ୍ଷ୍ନୌଠାରେ ସାଇମନ କମିଶନକୁ ବିରୋଧୀ ଶୋଭାଯାତ୍ରାରେ କାରୀଙ୍କ ମଧ୍ୟରୁ କିଏ ପୋଲିସ ଲାଠିମାଡ଼ର ଶିକାର ହୋଇଥିଲେ? ସେଟା ଗୋବିନ୍ଦ ବଲ୍ଲଭ ପନ୍ଥ। ରେ ପଚାରିଛି ଦ୍ୱିତୀୟ ଗୋଲଟେବୁଲ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ? ସେଟା ରାମସେ ମ୍ୟାକଡୋନାଲ୍ଡ ହେଲା ରାମସେ ମ୍ୟାକଡୋନାଲ୍ଡ। ତାପରେ ରେ ଦଳିତ ଶ୍ରେଣୀ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ଘୋଷଣା ପ୍ରତ୍ୟାହାର ଦାବିରେ ଗାନ୍ଧିଜୀ କେବେଠାରୁ ଅନଶନ ଆରମ୍ଭ କରିଥିଲେ? ସେଟା 1932 ମସିହା ସେପ୍ଟେମ୍ବର 20 ତାରିଖରୁ। ତାପରେ ରେ ଦେଖିବା ଆଇନ ଅମାନ୍ୟ ଆନ୍ଦୋଳନ ନେତୃତ୍ୱ କିଏ କୁଆଡ଼େ ଦିଆଯାଇଥିଲା? ସେଟା ବାଲେଶ୍ୱର ଜିଲ୍ଲାକୁ ହେଲା ସେଠୁ ଆରମ୍ଭ ହୋଇଥିଲା। ତାହେଲେ ଏସବୁ ଆଇନ ଅମାନ୍ୟ ଆନ୍ଦୋଳନ ଆମର ସରିଗଲା। ନେକ୍ସଟ ଭିଡ଼ିଓରେ ଆମେ ନେକ୍ସଟ ଚାପ୍ଟର ଦେଖିବା। ଧନ୍ୟବାଦ ପିଲାମାନେ।